ଆଉ ନାହାନ୍ତି ଏହି ଲୋକପ୍ରିୟ ଅଭିନେତା। କାନ୍ଦୁଛି ପୁରା ସିନେମା ଜଗତ। ନମସ୍କାର ଦର୍ଶକ ବନ୍ଧୁ, ଚଳଚ୍ଚିତ୍ର ଜଗତ ପାଇଁ ପୁଣି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏହି ପ୍ରସିଦ୍ଧ ଅଭିନେତାଙ୍କ ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି। ଆରପାରିରେ ଭେଟେରାନ୍ ତାମିଲ ଅଭିନେତା। ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ଅଭିନେତାଙ୍କ ମୃତ୍ୟୁ ନେଇ ପୁଅ ମହାଦେବନ୍ ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି। ନିଜର ପୋଷ୍ଟରରେ ମହାଦେବନ୍ ଲେଖିଛନ୍ତି, ଦୁଃଖର ସହ କହିବାକୁ ପଡ଼ୁଛି ଯେ ଆମ ବାପା ଦିଲ୍ଲୀ ଗଣେଶଙ୍କ ନଭେମ୍ବର 9, 2024 ରାତି 11ଟାରେ ପରଲୋକ ଘଟିଛି। ଏହି ଖବର ସାମ୍ନାକୁ ଆସିବା ପରେ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି। ଫିଲ୍ମରେ ଅଭିନୟ କରିବା ପୂର୍ବରୁ ଦିଲ୍ଲୀ ଗଣେଶ 1964ରୁ 1974 ଯାଏ ବାୟୁସେନାରେ କାମ କରିଥିଲେ। ସେ 1977ରେ ପଟିନା ପ୍ରବେଶମ୍ ନାମକ ଫିଲ୍ମରୁ କ୍ୟାରିୟର ଆରମ୍ଭ କରିଥିଲେ। ନିକଟରେ କମଲ ହାସନଙ୍କ ଫିଲ୍ମ ଇଣ୍ଡିଆନ୍ 2ରେ ସେ ନଜର ଆସିଥିଲେ। ସେ ଶାହରୁଖ ଖାନ ଏବଂ ଦୀପିକା ପାଦୁକୋନ୍ ଫିଲ୍ମ ଚେନ୍ନାଇ ଏକ୍ସପ୍ରେସରେ ମଧ୍ୟ କାମ କରିଛନ୍ତି।